Welcome my dear students. Today we will discuss about workbook class 6 unit 3. So students listen carefully and try to understand. So let's start this exercise. Unit 3 translate into English. ଆମେ ପଢ଼ି ଆସୁଅଛୁ। ଏହାର ଆନ୍ସର ହେବ we have been reading. ଆମେ ପଢ଼ି ଆସୁଅଛୁ। ସେମାନେ ଖେଳି ଆସୁନାହାନ୍ତି। they have not been playing. ତୁମେ କାମ କରି ଆସୁଛ କି? ତୁମେ କାମ କରି ଆସୁଛ କି? ଏହାକୁ ଆମେ ଲେଖିବା have you been working? ତୁମେ କାମ କରି ଆସୁଛ କି? have you been working? have you been working? ସୀତା ନାଚି ଆସୁଅଛି। ସୀତା has been dancing. ସୈନିକମାନେ ଯୁଦ୍ଧ କରି ଆସୁଛନ୍ତି। the soldiers have been fighting. practice of sentence patterns. ଏଠାରେ କିଛି ଅଭ୍ୟାସ ପାଇଁ ଦିଆଯାଇଛି, ସେଗୁଡ଼ିକ ଆମେ ପ୍ରାକ୍ଟିସ୍ କରିବା, ଅଭ୍ୟାସ କରିବା। I have been learning. I have not been learning. Have I been learning? ଠିକ୍ ସେହିଭଳି we have been learning. We have not been learning. Have you been learning? You have been learning. You have not been learning. Have you been learning? He has been learning. She has been learning. Has he been learning? ସେହିଭଳି ସିରେ ମଧ୍ୟ ହେବ she has been learning. he or she. ତାପରେ next they have been learning. They have not been learning. Have they been learning? ଏହିଭଳି ଆମେ ଅଭ୍ୟାସ କରିବା। next insert the if necessary. ଏଠି ଯେଉଁଠାରେ ଆବଶ୍ୟକ, ଯେଉଁ ପାଖରେ ଆବଶ୍ୟକ ତାକୁ ଆମେ ଦି ବ୍ୟବହାର କରିବା। ଦି ବ୍ୟବହାର କରିବା ଯେଉଁଠି ଆବଶ୍ୟକ ସ୍ଥଳେ ଦି ବ୍ୟବହାର କରିବା। ଆମେ ଜାଣିଛେ ଦି କେଉଁଠି ବ୍ୟବହାର ହୁଏ? ଦି ଏକ ଆର୍ଟିକଲ ଯାହାକି ସ୍ଥାନ, ବ୍ୟକ୍ତି, ବସ୍ତୁ ଏଇ ପାଖରେ ଦି ବ୍ୟବହାର ହୁଏ। କିମ୍ବା ପବିତ୍ର ଗ୍ରନ୍ଥ, ବଡ଼ ନଦୀ ଏହିସବୁ ସ୍ଥାନରେ ଦି ବ୍ୟବହାର ହୁଏ। ବର୍ତ୍ତମାନ ଆମେ ଏହି ପ୍ରଶ୍ନକୁ ଦେଖିବା। ହ୍ୱାଟ୍ ଇଜ୍ ଅନ୍ ଟେଲିଭିଜନ ଟୁନାଇଟ୍? ହ୍ୱାଟ୍ ଇଜ୍ ଅନ୍ ଟେଲିଭିଜନ ଟୁନାଇଟ୍? ଏଠାରେ କୌଣସି ପରିବର୍ତ୍ତନ ନୁହେଁ, ତେଣୁ ଆମେ ହ୍ୱାଟ୍ ଇଜ୍ ଅନ୍ ଟେଲିଭିଜନ ଟୁନାଇଟ୍ ଲେଖିପାରିବା। 2 ନମ୍ବର ହ୍ୱାଟ୍ ଡିଡ୍ ୟୁ ହ୍ୟାଭ୍ ଫର୍ ବ୍ରେକଫାଷ୍ଟ? ଏଠାରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ, କାରଣ ଭୋଜନ ଅଛି ବ୍ରେକଫାଷ୍ଟ। ବ୍ରେକଫାଷ୍ଟ ପୂର୍ବରୁ ଏଠାରେ ଦି ବସିବ ନାହିଁ, ତେଣୁ ହ୍ୱାଟ୍ ଡିଡ୍ ୟୁ ହ୍ୟାଭ୍ ଫର୍ ବ୍ରେକଫାଷ୍ଟ ରହିବ। 3 ନମ୍ବର I have examined third and fourth class. I have examined third and fourth class. ଏଠାରେ ଥାର୍ଡ଼ ଏବଂ ଫୋର୍ଥ କ୍ଲାସ୍ ଅର୍ଡ଼ିନାଲ ନମ୍ବର ଅଛି, ତେଣୁ ଏଠାରେ ଦି ବ୍ୟବହାର ହେବ। ତେଣୁ ଉତ୍ତର ଆମେ ଲେଖିବା I have examined the third and the fourth class. examined the third. ଦି ଥାର୍ଡ଼ ଲେଖିବା, କାହିଁକି? ଏ ହେଉଛି ଅର୍ଡ଼ିନାଲ ନମ୍ବର। ତାପରେ ନେକ୍ସଟ ବୁକ୍ସ ଆର୍ ଏକ୍ସପେନ୍ସିଭ୍। ବୁକ୍ସ ଆର୍ ଏକ୍ସପେନ୍ସିଭ୍। ଏଠାରେ କୌଣସି ପରିବର୍ତ୍ତନ ନାହିଁ, ଯେମିତି ସେମିତି ଲେଖିଦେବା ବୁକ୍ସ ଆର୍ ଏକ୍ସପେନ୍ସିଭ୍। 5 ନମ୍ବର ହି ବିଲଙ୍ଗସ୍ ଟୁ USA. ହି ବିଲଙ୍ଗସ୍ ଟୁ ଦ USA। ଗୋଟିଏ ସ୍ଥାନର ନାମକୁ ବୁଝାଉଛି, ତେଣୁ ଏଠାରେ ଦି ବ୍ୟବହାର ହେବ। 6 ନମ୍ବର ବେ ଅଫ୍ ବେଙ୍ଗାଲ ଇନ୍ ଦ ଇଷ୍ଟ। ବେ ଅଫ୍ ବେଙ୍ଗାଲ ଇଜ୍ ଦ ଇଷ୍ଟ। ଇଜ୍ ଦ
ଇଷ୍ଟ। ସମୁଦ୍ର ଉପସାଗର ନାମ ପୂର୍ବରୁ ଦି ବସେ, ତେଣୁ ବେ ଅଫ୍ ବେଙ୍ଗଲ ଇଜ୍ ଦ ଇଷ୍ଟ। ଇଜ୍ ଦ ଇଷ୍ଟ। ତାପରେ ଆସିବା 7 ନମ୍ବର। ଇଂଲିଶ ଲେଫ୍ଟ ଆୱାର କଣ୍ଟ୍ରି ଅନ୍ 5th August 1947. The English left our country on 5th August 1947. Can you turn off television? Can you turn off television? ଏଠାରେ ନିର୍ଦ୍ଦିଷ୍ଟ ଟିଭି ଯନ୍ତ୍ର ବିଷୟରେ କୁହାଯାଇଛି। Can you turn off television ରହିବ। ତାପରେ IX ଗୀତା ଇଜ୍ ହିନ୍ଦୁ ସ୍କ୍ରିପ୍ଚର। ଏଠାରେ ଆମେ ଦି ଲେଖିଦେବା, ପବିତ୍ର ଗ୍ରନ୍ଥ, ତେଣୁ ଦି ଗୀତା ଇଜ୍ ଏ ହିନ୍ଦୁ ସ୍କ୍ରିପ୍ଚର ଲେଖିବା। ଦିଲ୍ଲୀ ଇଜ୍ କ୍ୟାପିଟାଲ ଅଫ୍ ଭାରତ। ଏଠି ଆମେ ଲେଖିବା ଦିଲ୍ଲୀ ଇଜ୍ ଦ କ୍ୟାପିଟାଲ ଅଫ୍ ଭାରତ। My sister got married last month. My sister got married last month. ଏଠାରେ କୌଣସି ପରିବର୍ତ୍ତନ ନାହିଁ। 12 ନମ୍ବର। Did you hear news on radio? Did you hear the news on the radio? ଏଠି ଦି ଲାଗିବ। ତାପରେ can you play on pipes? Can you play on the pipes? ତାପରେ who is best player in team? Who is the best player in team? In your team? ଏଠି ଆମେ ଲେଖିବା who is the best player in your team? He went to cinema last night. He went to the cinema last night. When was telephone invented? When was the telephone invented? Next, I want to speak to headmaster. I want to speak to the headmaster. My uncle has gone to doctor. My uncle has gone to the doctor. There are no clouds in sky. There are no clouds in the sky. Samaj is an Odia daily. The Samaj is an Odia daily. Now the exercise completed. I hope you liked this video. If you liked it, then please like it. And those who are new to our channel, please subscribe. See you in the next class. Goodbye. Thanks for watching.